ପିସିସି ସଭାପତି ଏ ବିଷୟରେ ଯଦି କାହା ସାଙ୍ଗରେ ଆଲୋଚନା କରିଥିବ ମୁଁ ଜାଣିନାହିଁ କିନ୍ତୁ ରାଜନୀତିରେ ସବୁ ସମ୍ଭବ କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହେଇନି ଏବଂ ଆମେ ବିଜୁ ଜନତା ଦଳ ଯାହା ନିଷ୍ପତ୍ତି କରିବ ଆମେ କେବଳ ପ୍ରସଙ୍ଗରେ ଏକାଠି ହେଇକରି କମ୍ୟୁନିଷ୍ଟ ହୁଅନ୍ତୁ ବିଭିନ୍ନ ଦଳ ଯେଉଁ 10ଟି ଦଳ ଏବେ ଗୋଟେ ପ୍ରସଙ୍ଗରେ କଟକ ମେଡିକାଲରେ ଯେଉଁ ହେଇଥିଲା ଅଭାବନୀୟ ଘଟଣା ଯେଉଁଠି ରୋଗୀମାନେ ଜଳି ଯାଇଥିଲେ ସୁରକ୍ଷିତ ନଥିଲେ ସେଥିପାଇଁ ଆମେ ଏକାଠି ହେଇଥିଲୁ ତେଣୁ 10ଟି ଦଳ ଏବଂ ଏବେ ପୁଣି ଅନ୍ୟ ଇସ୍ୟୁଜ୍ ମାନଙ୍କରେ ବି ଏକାଠି ହେଉଛୁ ତେଣୁ ସେତେବେଳେ ସେତେବେଳର ପରିସ୍ଥିତିକି ନେଇକରି ଏବଂ ବିଜୁ ଜନତା ଦଳ ତାର ନିଷ୍ପତ୍ତି କରିବ ଏବଂ ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଜନଗଣଙ୍କର ଆବଶ୍ୟକତାକୁ ନେଇକରି ଲୋକଙ୍କର ଆଭିମୁଖ୍ୟ ଏବଂ ଆମ ଦଳର କୌଶଳ ଷ୍ଟ୍ରାଟେଜି ଏବଂ ଓଡ଼ିଶାର ଆମ ପ୍ରାଥମିକତା ହେଉଛି ଓଡ଼ିଶାର ସ୍ୱାର୍ଥ କିଭଳି ରକ୍ଷା ହେବ ଏବଂ ଜନଗଣଙ୍କ ଇଚ୍ଛାକୁ ନେଇକରି ଆମେ ସେତେବେଳେ ଯେଉଁ ତାତ୍କାଳିକ ପରିସ୍ଥିତିରେ କ'ଣ କରିପାରିବୁ ଅବିକାଠୁ ଏଇଟା ହାଇପୋଥେଟିକାଲ ଏ ବିଷୟରେ କୌଣସି ସିଦ୍ଧାନ୍ତ ବର୍ତ୍ତମାନ ହେଇନାହିଁ।